ଆମ ହିନ୍ଦୁ ଧର୍ମରେ ଗାଈକୁ ଆମେ କ'ଣ ପାଇଁ ମା ବୋଲି ଭାବିଥାଉ ଏବଂ ଗୋମାତା ଭାବେ କ'ଣ ପାଇଁ ପୂଜା ମଧ୍ୟ କରୁ। ପୁରାଣରେ ବର୍ଣ୍ଣିତ ଅଛି ଗାଈଙ୍କ ଦେହରେ 33 କୋଟି ଦେବତା ବସବାସ କରନ୍ତି। ଆଜି ଆପଣ ଏମିତି ଏକ ରହସ୍ୟ ଶୁଣିବେ ଯାହା ଆପଣଙ୍କ ଚିନ୍ତା ବଦଳାଇ। ଆଜ୍ଞା ନମସ୍କାର, ସମସ୍ତଙ୍କୁ ମୋର ଜୟ ଶ୍ରୀ ଜଗନ୍ନାଥ, ଜୟ ଗୋମାତା। ସ୍ୱାଗତ ଆପଣମାନଙ୍କୁ ମୋର ଚ୍ୟାନେଲରେ। ଆଜି ଆମେ ଜାଣିବା ଗାଈକୁ ଗୋମାତା କାହିଁକି କୁହାଯାଏ। ଚାଲନ୍ତୁ ଧୀରେ ଧୀରେ ଏହି ପବିତ୍ର ରହସ୍ୟକୁ ବୁଝିବା। ଆଜ୍ଞା, ହିନ୍ଦୁ ଧର୍ମର ପୁରାଣ ଅନୁସାରେ ଗାଈକୁ ସବୁଠାରୁ ପବିତ୍ର ପ୍ରାଣୀ ମନାଯାଏ। କୁହାଯାଏ ଯେ ଗାଈର ଦେହରେ 33 କୋଟି ଦେବତା ବସବାସ କରନ୍ତି, ଯଥା ଇନ୍ଦ୍ର, ଅଗ୍ନି, ବରୁଣ, ଏମିତି ଅନେକ ଦେବତା ବସବାସ କରନ୍ତି ଗାଈଙ୍କ ଦେହରେ। ପୁରାଣରେ ଏକ ଦିବ୍ୟ ଗାଈ ଥିଲା, ତାର ନାଁ ଥିଲା କାମଧେନୁ। ସେ ସ୍ୱର୍ଗରୁ ଆସିଥିଲା ଏବଂ ସବୁ ଇଚ୍ଛା ପୂରଣ କରୁଥିଲା। ସେଇ କାମଧେନୁ ଗାଈକୁ ଋଷି ମୁନି ପୂଜା କରୁଥିଲେ। ଏହି କାରଣରୁ ଗାଈକୁ ଡିଭାଇନ୍ ଶକ୍ତିର ପ୍ରତୀକ ମନାଯାଏ। ବନ୍ଧୁଗଣ, ଚିନ୍ତା କରନ୍ତୁ, ଯେମିତି ମା ଆମକୁ କ୍ଷୀର ଦେଇ ବଡ଼ କରନ୍ତି, ଠିକ୍ ସେମିତି ଗାଈ ମଧ୍ୟ ଆମକୁ କ୍ଷୀର ଦେଇ ପୋଷଣ କରୁଛି। ଗାଈର କ୍ଷୀର, ଦହି, ଘିଅ ସବୁ ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଛୋଟ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହି ଉପକାର ପାଆନ୍ତି। ସେହିପାଇଁ ଲୋକମାନେ କୁହନ୍ତି ଗାଈ ହେଉଛି ଆମ ଗୋମାତା, ଅର୍ଥାତ୍ ଗାଈ ଆମ ମା ସମାନ। ଆପଣମାନେ ସମସ୍ତେ ଜାଣିଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ କଥା। ଭଗବାନ ଶ୍ରୀକୃଷ୍ଣ ଛୁଆଟି ବେଳେ ଗାଈ ଚରାଉଥିଲେ। ସେଇ ଗାଈମାନଙ୍କୁ ମଧ୍ୟ ନିଜର ପରିବାର ବୋଲି ମାନୁଥିଲେ। ଆଉ ମଧ୍ୟ ପ୍ରଭୁ ଶ୍ରୀକୃଷ୍ଣ ସେଇ ଗାଈମାନଙ୍କ ସହିତ ଖେଳୁଥିଲେ, ତାଙ୍କର ଯତ୍ନ ନେଉଥିଲେ। ଏହି ଦୃଶ୍ୟ ସବୁ ଦେଖି ଲୋକମାନେ ଗାଈକୁ ଅଧିକ ସମ୍ମାନ ଦେବାକୁ ଲାଗେ। ପ୍ରଭୁ ଶ୍ରୀକୃଷ୍ଣଙ୍କର ଗାଈ ପ୍ରତି ଏହି ସ୍ନେହ ଦେଖିକି ଗାଈକୁ ମା ବୋଲି ମାନିବା ପରମ୍ପରା ସେବେଠାରୁ ଆରମ୍ଭ ହେଲା। ଗାଈ କେବଳ କ୍ଷୀର ଦେଇନଥାଏ, ସେ ଗୋବର ଆଉ ଗୋମୂତ୍ର ମଧ୍ୟ ଦେଇଥାଏ। ଗୋବର କୃଷିର ସାର ଭାବରେ ବ୍ୟବହାର କରାଯାଏ। ଗୋମୂତ୍ର ଔଷଧି ରୂପରେ ମଧ୍ୟ ବ୍ୟବହାର କରାଯାଏ। ଗ୍ରାମ ଜୀବନରେ ଗାଈ ବହୁତ ଉପକାରୀ। ସେ ନିଃସ୍ୱାର୍ଥ ଭାବେ ଆମକୁ ସବୁ ଦେଇଥାଏ। ଠିକ୍ ମା ଯେମିତି କିଛି ଆଶା ନ ରଖି ସନ୍ତାନ ପାଇଁ ସବୁ କରିଥାଏ, ସେହିପାଇଁ ବନ୍ଧୁଗଣ ଗାଈକୁ କେବଳ ପଶୁ ବୋଲି ନ ଦେଖି ତାକୁ ସମ୍ମାନ ଏବଂ ସ୍ନେହ ଦେବା ଆମର ପ୍ରଧାନ କର୍ତ୍ତବ୍ୟ। ଗାଈ ହେଉଛି ଆମ ସଂସ୍କୃତି, ଆମ ପରମ୍ପରାର ଗର୍ବ। ବନ୍ଧୁଗଣ, ଯଦି ଆପଣମାନେ ଏହି ରହସ୍ୟ ଜାଣିକି କିଛି ନୂଆ ଶିଖିଥିବେ, ତାହେଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ରହୁଛି, ଧନ୍ୟବାଦ। ଜୟ ଶ୍ରୀ ଗୋମାତା।